ବିଜୟ ମିଶ୍ରଙ୍କ ରଚିତ ଜନନୀ ନାଟକ ପ୍ରଥମେ କେଉଁ ରଙ୍ଗମଞ୍ଚରେ ଅଭିନୀତ ହୋଇଥିଲା? ଉତ୍ତର ଅନ୍ନପୂର୍ଣ୍ଣା ବି ଗ୍ରୁପ। କ ସ୍ତମ୍ଭ ଥିବା ସହ ଖ ସ୍ତମ୍ଭର ମିଳନରେ ଉପଯୁକ୍ତ ଉତ୍ତର ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। ସୂର୍ଯ୍ୟାସ୍ତ ପୂର୍ବରୁ ଜଗନ୍ନାଥ ପ୍ରସାଦ ଦାସ। ଶବ ପଡ଼ିଛି ପ୍ରଫୁଲ୍ଲ କୁମାର ରଥ। ରାତିର ଦୁଇଟି ଡେଣା ହରିହର ମିଶ୍ର। ଭଙ୍ଗା ବେହେଲା ଅକ୍ଷୟ ମହାନ୍ତି। ମନୋରଞ୍ଜନ ଦାସଙ୍କ ଅରଣ୍ୟ ଫସଲ ନାଟକ କେଉଁ ଥିଏଟରରେ ପରିବେଶିତ ହୋଇଥିଲା? ଉତ୍ତର କଳାଶ୍ରୀ ଥିଏଟର। ଏଥିମଧ୍ୟରୁ କେଉଁଟି ବିଶ୍ୱଜିତ ଦାସଙ୍କ ରଚିତ ପ୍ରଥମ ନାଟକ? ଉତ୍ତର ବହ୍ନି। କ ସ୍ତମ୍ଭ ସହ ଖ ସ୍ତମ୍ଭ ମିଳନରେ ସଠିକ ଉତ୍ତର ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। ତିମିର ତୀର୍ଥ ବିଜୟ ମିଶ୍ର। ମହୋଦଧି ମନୋରଞ୍ଜନ ଦାସ। ନିଶିପଦ୍ମ ବିଶ୍ୱଜିତ ଦାସ। ମୁକ୍ତିମଣ୍ଡପ ରମେଶ ପ୍ରସାଦ ପାଣିଗ୍ରାହୀ। କେଉଁ ନାଟକ ପାଇଁ ବିଜୟ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି? ଉତ୍ତର ଯାଦୁକର। ଶବ ପଡ଼ିଛି ନାଟକର ନାଟ୍ୟକାର କିଏ? ଉତ୍ତର ପ୍ରଫୁଲ୍ଲ କୁମାର ରଥ। କାଲିଗୁଲା ନାଟକର ଅନୁବାଦରେ ବିଶ୍ୱଜିତ ଦାସଙ୍କ ରଚିତ ନାଟକର ନାମ କ'ଣ? ଉତ୍ତର ସମ୍ରାଟ। ବୌଦ୍ଧ ଯୁଗର କିମ୍ବଦନ୍ତୀ ଅନୁଯାୟୀ ରଚିତ ବିଜୟ ମିଶ୍ରଙ୍କ ନାଟକର ନାମ କ'ଣ? ଉତ୍ତର ତଟନିରଞ୍ଜନା। କେଉଁ ନାଟକ ପାଇଁ ହରିହର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର ରାତିର ଦୁଇଟି ଡେଣା। ମୃଗୟା ନାଟକର ସ୍ରଷ୍ଟା କିଏ? ଉତ୍ତର ବିଶ୍ୱଜିତ ଦାସ। ସ୍ୱର୍ଗକୁ ଯାଅ ହେ ପାପୀମାନେ ନାଟକର ନାଟ୍ୟକାର କିଏ? ଉତ୍ତର ବିଶ୍ୱଜିତ ଦାସ। ହେ ସ୍ୱର୍ଗ ବିଦାୟ ନାଟକର ନାଟ୍ୟକାର କିଏ? ଉତ୍ତର ବିଜୟ ମିଶ୍ର। ପ୍ରତାପଗଡ଼ରେ ଦି ଦିନ ନାଟକର ନାଟ୍ୟକାର କିଏ? ଉତ୍ତର ବିଶ୍ୱଜିତ ଦାସ। ଅଦୃଶ୍ୟ ନଟ ନାଟକର ନାଟ୍ୟକାର କିଏ? ଉତ୍ତର ହରିହର ମିଶ୍ର। କେଉଁ ନାଟକ ପାଇଁ ବିଜୟ ମିଶ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି? ଉତ୍ତର ବାନପ୍ରସ୍ଥ। କେଉଁ ନାଟକ ପାଇଁ ପ୍ରସନ୍ନ କୁମାର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି? ଉତ୍ତର ଜନସେବକ। ହେ ନିଷାଦ ନିବୃତ୍ତ ହୁଅ ନାଟକର ନାଟ୍ୟକାର କିଏ? ଉତ୍ତର ହରିହର ମିଶ୍ର। କେଉଁ ମସିହାରେ ବିଜୟ ମିଶ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର 2013। ଏଥିମଧ୍ୟରୁ କେଉଁଟି ବିଶ୍ୱଜିତ ଦାସଙ୍କ ରଚିତ ଏକାଙ୍କିକା? ଉତ୍ତର ଶେଷ ଦୃଶ୍ୟ। ବହ୍ନିମାନ ନାଟକର ରଚୟିତା କିଏ? ଉତ୍ତର କାର୍ତ୍ତିକ ଚନ୍ଦ୍ର ରଥ। ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ପ୍ରଥମ ରଚିତ ନାଟକ କେଉଁଟି? ଉତ୍ତର ମୁକ୍ତିମଣ୍ଡପ। ନିଜ ନିଜ କୁରୁକ୍ଷେତ୍ର ନାଟକର ନାଟ୍ୟକାର କିଏ? ଉତ୍ତର ରତ୍ନାକର ଚଇନି। ଅକ୍ଷୟ କୁମାର ମହାନ୍ତିଙ୍କ କେଉଁ ନାଟକ ନବନାଟ୍ୟ ଆନ୍ଦୋଳନରେ ଏକ ଉଚ୍ଚାଙ୍ଗ କୃତି? ଉତ୍ତର ସମ୍ବିତ। କ ସ୍ତମ୍ଭ ସହ ଖ ସ୍ତମ୍ଭର ମିଳନରେ ଉପଯୁକ୍ତ ଉତ୍ତର ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। ନିନ୍ଦିତ ଗଜପତି ହରିହର ମିଶ୍ର। ଧୃତରାଷ୍ଟ୍ରର ଆଖି ରମେଶ ପ୍ରସାଦ ପାଣିଗ୍ରାହୀ। ଈଶ୍ୱର ଜଣେ ଯୁବକ କାର୍ତ୍ତିକ ଚନ୍ଦ୍ର ରଥ। ରାଜହଂସ ରତ୍ନାକର ଚଇନି। ବିଜୟ ମିଶ୍ରଙ୍କ କେଉଁ ନାଟକ ମଞ୍ଚରେ କେବଳ ଗୋଟିଏ କ୍ୟାଣ୍ଡେଲ ଲାଇଟରେ ମଞ୍ଚସ୍ଥ ହୋଇଛି? ଉତ୍ତର ଶବବାହକମାନେ। ଏଥିମଧ୍ୟରୁ କେଉଁଟି ବିଶ୍ୱଜିତ ଦାସଙ୍କ ନାଟକ ନୁହେଁ? ଉତ୍ତର ଯନ୍ତା। କମଳପୁର ଡାକଘର ନାଟକର ନାଟ୍ୟକାର କିଏ? ଉତ୍ତର ରମେଶ ପ୍ରସାଦ ପାଣିଗ୍ରାହୀ। ଶୂନ୍ୟତାର ସିଡ଼ି ନାଟକର ନାଟ୍ୟକାର କିଏ? ଉତ୍ତର ରତ୍ନାକର ଚଇନି। ଚଇତିଘୋଡ଼ା ନାଟକର ନାଟ୍ୟକାର କିଏ? ଉତ୍ତର କାର୍ତ୍ତିକ ଚନ୍ଦ୍ର ରଥ। ଦୁଇଟି ସୂର୍ଯ୍ୟ ଦଗ୍ଧ ଫୁଲକୁ ନେଇ ନାଟକର ନାଟ୍ୟକାର କିଏ? ଉତ୍ତର ବିଜୟ ମିଶ୍ର।
କେଉଁ ନାଟକ ପାଇଁ ରମେଶ ପ୍ରସାଦ ପାଣିଗ୍ରାହୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ଉତ୍ତର ମହାନାଟକ। ରତ୍ନାକର ଚୟନୀଙ୍କ ନିମ୍ନୋକ୍ତ ନାଟକ ଭିତରୁ କେଉଁଟି ଐତିହାସିକ ପଟ୍ଟଭୂମି ଉପରେ ରଚିତ? ଉତ୍ତର ଅଥଚ ଚାଣକ୍ୟ। ଏଥିମଧ୍ୟରୁ ରମେଶ ପ୍ରସାଦ ପାଣିଗ୍ରାହୀଙ୍କ କେଉଁ ନାଟକ ଏକ ପ୍ରତୀକଧର୍ମୀ ନାଟକ? ଉତ୍ତର ଧୃତରାଷ୍ଟ୍ରର ଆଖି। କେଉଁ ନାଟକ ପାଇଁ କାର୍ତ୍ତିକ ଚନ୍ଦ୍ର ରଥ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର ନିଃସଙ୍ଗ ବିସର୍ଗ। ଅନେକ କାକ୍ଟସ୍ ନାଟକର ନାଟ୍ୟକାର କିଏ? ଉତ୍ତର ରତ୍ନାକର ଚୟନୀ। ରମେଶ ପ୍ରସାଦ ପାଣିଗ୍ରାହୀଙ୍କ କେଉଁ ନାଟକ ଉତ୍ତର ଆଧୁନିକ ନାଟ୍ୟଧାରାର ସଂସ୍ଥାପକ? ଉତ୍ତର ମହାନାଟକ। କେଉଁ ନାଟକ ପାଇଁ ରତ୍ନାକର ଚୟନୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ଉତ୍ତର କଳଙ୍କିତ ସୂର୍ଯ୍ୟ। ତୋଷ ନୋହିଲା ମୋର ଚିତ୍ତ ନାଟକର ନାଟ୍ୟକାର କିଏ? ଉତ୍ତର ସୁବୋଧ ପଟ୍ଟନାୟକ। ଏଥିମଧ୍ୟରୁ କେଉଁଟି କାର୍ତ୍ତିକ ଚନ୍ଦ୍ର ରଥଙ୍କ ନାଟକୃତି ନୁହେଁ? ଉତ୍ତର ଅନ୍ୟ ଆକାଶ। ହେ ପୃଥିବୀ ବିଦାୟ ନାଟକର ନାଟ୍ୟକାର କିଏ? ଉତ୍ତର ରମେଶ ପ୍ରସାଦ ପାଣିଗ୍ରାହୀ। କେଉଁ ନାଟକ ପାଇଁ ବିଜୟ କୁମାର ଶତପଥୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ଏଇ ଯେ ସୂର୍ଯ୍ୟ ଉଏଁ। କେଉଁ ନାଟକ ପାଇଁ ରତିରଞ୍ଜନ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ଦେଖ ବର୍ଷା ଆସୁଛି। କ ସ୍ତମ୍ଭର ନାଟକ ସହ ଖ ସ୍ତମ୍ଭରେ ଥିବା ନାଟ୍ୟକାରଙ୍କୁ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। ଅଜାତି ବିଜୟ ମହାନ୍ତି। ବରଂ ନିବାସ ଭଲ ରଣକ୍ଷେତ୍ରରେ ରମେଶ ଦାସ। ଅତି ଆଚମ୍ବିତ କଥା ରତିରଞ୍ଜନ ମିଶ୍ର। କଂସର ଆତ୍ମା ବିଜୟ କୁମାର ଶତପଥୀ। ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ନିମ୍ନୋକ୍ତ କୃତି ମଧ୍ୟରୁ କେଉଁଟି ଏକାଙ୍କିକା? ଉତ୍ତର ଉଡ଼ନ୍ତା ପାହାଡ଼ର ଦରଜା। ପୁନଶ୍ଚ ପୃଥିବୀ ନାଟକର ସ୍ରଷ୍ଟା କିଏ? ଉତ୍ତର ରତ୍ନାକର ଚୟନୀ। ରତ୍ନାକର ଚୟନୀ। ମଧୁବାବୁଙ୍କ କାଳିଆ ଘୋଡ଼ା ନାଟକର ନାଟ୍ୟକାର କିଏ? ଉତ୍ତର ରତିରଞ୍ଜନ ମିଶ୍ର। କେଉଁ ନାଟକ ପାଇଁ ନାରାୟଣ ସାହୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା? ଉତ୍ତର ଆଶ୍ରା ଖୋଜି ବୁଲୁଥିବା ଈଶ୍ୱର। ଶକୁନ୍ତଳା ନାଟକର ସ୍ରଷ୍ଟା କିଏ? ଉତ୍ତର ମିହିର କୁମାର ମେହେର। କେଉଁ ନାଟକ ପାଇଁ ପ୍ରମୋଦ କୁମାର ତ୍ରିପାଠୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଉତ୍ତର ଗୋଟିଏ ବୁଲା କୁକୁରର ଜନ୍ମ ବୃତ୍ତାନ୍ତ। କେଉଁ ନାଟକ ପାଇଁ ଶଙ୍କର ପ୍ରସାଦ ତ୍ରିପାଠୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ଶୁଣିବା ହେଉ ଏ କାହାଣୀ। କେଉଁ ନାଟକ ପାଇଁ ରଣଜିତ କୁମାର ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ଗାଁ। ଏମାନଙ୍କ ମଧ୍ୟରୁ କେଉଁ ନାଟ୍ୟକାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିନାହାନ୍ତି? ଉତ୍ତର ରମେଶ ପ୍ରସାଦ ପାଣିଗ୍ରାହୀ। କେଉଁ ଗାଳ୍ପିକ ପ୍ରାୟତଃ ନିଜ ଗଳ୍ପକୁ ନାଟ୍ୟ ରୂପ ଦିଅନ୍ତି? ଉତ୍ତର ଆନନ୍ଦ ଚନ୍ଦ୍ର ପହି। ଆନନ୍ଦ ଚନ୍ଦ୍ର ପହି କେଉଁ ନାଟକ ପାଇଁ 1998 ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଉତ୍ତର ପ୍ରତୀକ୍ଷାରେ ପରୀକ୍ଷିତ। କେଉଁ ନାଟ୍ୟକାର ବାର୍ତ୍ତା ବେତାର ନାଟକ ପାଇଁ 2004 ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରର ସୁଯୋଗ୍ୟ ପ୍ରାପକ? ଉତ୍ତର ଦିଲ୍ଲୀଶ୍ୱର ମହାରଣା। ଓଡ଼ିଆ ନାଟ୍ୟକଳା ପୁସ୍ତକର ଲେଖକ କିଏ? ଉତ୍ତର ଗିରିଜାଶଙ୍କର ରାୟ। ଓଡ଼ିଆ ନାଟକ ଓ ରଙ୍ଗମଞ୍ଚ ପୁସ୍ତକର ଲେଖକ କିଏ? ଉତ୍ତର ହେମନ୍ତ କୁମାର ଦାସ। ଓଡ଼ିଆ ନାଟକର ଉଦ୍ଭବ ଓ ବିକାଶ ପୁସ୍ତକର ଲେଖକ କିଏ? ଉତ୍ତର ରତ୍ନାକର ଚୟନୀ। ଯୁଗେ ଯୁଗେ ନାଟ୍ୟ ସାହିତ୍ୟ ପୁସ୍ତକର ଲେଖକ କିଏ? ଉତ୍ତର ବୀରକିଶୋର ଦାସ। ଏଥିମଧ୍ୟରୁ କେଉଁଟି ବିଜୟ କୁମାର ଶତପଥୀଙ୍କର ନାଟକ ନୁହେଁ? ଉତ୍ତର ଅଧା ଦେଖା ସ୍ୱପ୍ନ। କ ସ୍ତମ୍ଭରେ ଥିବା ନାଟ୍ୟମଞ୍ଚ ସହିତ ଖ ସ୍ତମ୍ଭର ପ୍ରତିଷ୍ଠା କାଳକୁ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ସାରଥୀ ଥିଏଟର 1935। ଉତ୍କଳ ଥିଏଟର 1959। ଓଡ଼ିଶା ଥିଏଟର୍ସ 1939। ନ୍ୟୁ ଓଡ଼ିଶା ଥିଏଟର 1943।
କ ସ୍ତମ୍ଭର ନାଟ୍ୟମଞ୍ଚକୁ ଖ ସ୍ତମ୍ଭର ପ୍ରତିଷ୍ଠା ସ୍ଥାନ ସହିତ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ଓଡ଼ିଶା ଥିଏଟର୍ସ କଟକ, ଉତ୍କଳ ଥିଏଟର ପୁରୀ, ନ୍ୟୁ ଓଡ଼ିଶା ଥିଏଟର ବାରିପଦା, ସାରଥୀ ଥିଏଟର ବରହମପୁର। କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ରୂପଶ୍ରୀ ଥିଏଟର 1946ରୁ 47। ସୃଜନୀ ନାଟ୍ୟ ସଂସ୍ଥା 1964। ଏକାମ୍ର ଥିଏଟର 1966। ଜନତା ରଙ୍ଗମଞ୍ଚ 1953। କ ସ୍ତମ୍ଭର ନାଟକକୁ ଖ ସ୍ତମ୍ଭର ଅଭିନୀତ ମଞ୍ଚ ସହିତ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। ଥିଏଟର ପ୍ରତିଷ୍ଠା କାଳ। ଗାର୍ଲସ ସ୍କୁଲ, ଓଡ଼ିଶା ଥିଏଟର, କୋଣାର୍କ ରାଧାକୃଷ୍ଣ ଥିଏଟର, ବାବାଜୀ ରାଧାକାନ୍ତ ରଙ୍ଗମଞ୍ଚ, ଚଣ୍ଡାଳୁଣୀ ଅନ୍ନପୂର୍ଣ୍ଣା ଏ ଗ୍ରୁପ। କ ସ୍ତମ୍ଭର ପ୍ରତିଷ୍ଠାତାଙ୍କ ସହିତ ଖ ସ୍ତମ୍ଭର ରଙ୍ଗମଞ୍ଚକୁ ମିଳାଅ। କ ସ୍ତମ୍ଭ ଖ ସ୍ତମ୍ଭ। ନଟବର ସେଣ କଳାଶ୍ରୀ ରଙ୍ଗମଞ୍ଚ, କାଳୀଚରଣ ପଟ୍ଟନାୟକ ଓଡ଼ିଶା ଥିଏଟର, ହରିଶ୍ଚନ୍ଦ୍ର ଦାସ ନ୍ୟୁ ଓଡ଼ିଶା ଥିଏଟର, ଗୌର ସୁନ୍ଦର ଦେବଗୋସ୍ୱାମୀ ଉତ୍କଳ ଥିଏଟର।